ଜଗନ୍ନାଥଙ୍କୁ ଏମାନେ ଯେଉଁ ଅବହେଳା କରିଛନ୍ତି ଆଉ ସବୁଠୁ ବଡ଼ କଥା ହେଲା ଲ ମିନିଷ୍ଟର ପୃଥ୍ୱୀରାଜ ହରିଚନ୍ଦନ ଇଏ କେଉଁ କୁଳୁକୁ ନୁହେଁ ଇଏ ଖାଲି ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁଅ ବୋଲି ତାକୁ ବୋଧେ ମନ୍ତ୍ରୀ ପଦ ଗୁଡ଼ା ନଦୀ ଦେଇଛନ୍ତି ତାଠୁ ନହେଲେ ଗୋଟେ ମନ୍ତ୍ରୀ ହେଇ କହୁଛ ସମୟ ପାଇଲା ନାହିଁ କାହିଁ ତୁମେ କ'ଣ କରୁଥିଲ କି କେଉଁଠି ପାଣି ଢାଳୁଥିଲ ତୁମେ କିରେ ସକାଳ 9ଟା ବେଳେ ଆରମ୍ଭ କଲନି ସମୟ ପାଇଥାନ୍ତ କି ନାହିଁ ଦେଖିଥାନ୍ତ ସମୟ ପାଇଲାନି ଏଇଟା ଗୋଟେ ବାହୁଲ୍ୟ କାର୍ଯ୍ୟ ତୁମେ ଯେଉଁ ଭିଭିଆଇପି ନାଁରେ ହଜାର ହଜାର ପାସ୍ ବାଣ୍ଟିକି କଡ଼ନ ଭିତରେ ପୁରେଇଲ ତାଦ୍ୱାରା ସେଠି ଦଳା ଚକଟା ହେଲା ତାଦ୍ୱାରା ଯେଉଁ ଏତେ ଭିଡ଼ ଯେ ଜଗନ୍ନାଥଙ୍କ ରଥ ଟାଣିବା ସୁବିଧା ହେଲା ନାହିଁ କାରଣ ରଥ ଟାଣିଲେ ଲୋକଙ୍କ ଉପରେ ଚଢ଼ିଥାନ୍ତା ଜଗନ୍ନାଥଙ୍କର ଇଚ୍ଛା ହେଲାନି ଜଗନ୍ନାଥଙ୍କ ସବୁବେଳେ ଇଚ୍ଛା ହେଉଥିଲା ଏବେ ହେଲାନି କାହିଁକି ବିଜେପି ସରକାର ପାଇଁ ହେଲାନି ଇଚ୍ଛା ଅରବିନ୍ଦ ପାଢ଼ୀ କ'ଣ ନ କୁହନ୍ତି କି ଅରବିନ୍ଦ ପାଢ଼ୀ ଦୀଘା ଯେଉଁ ପଇସାଟା ଆଣିଥିଲେ ମମତା ବାନାର୍ଜୀଠୁ ଦାରୁ ବାବଦ ସେଟା ଜଗନ୍ନାଥଙ୍କୁ କହିଥିଲେ ତୁ ଏତିକି ଟଙ୍କା ନେଇକି ମନ୍ତ୍ରୀକି ଏତିକି 30 ଲକ୍ଷ ଦେବୁ ତୁମେ 30 ଲକ୍ଷ ରଖିବ ସେଟା ଜଗନ୍ନାଥ କହିଥିଲେ